ଏଥର ଧାନ ମଣ୍ଡିରେ ପଞ୍ଜୀକରଣ କରିବା ପାଇଁ ଚାଷୀମାନଙ୍କର ଅଡ଼ୁଆ ବଢ଼ିଛି। ଏଥର ନୂଆ ନିୟମ ଆପଣମାନଙ୍କ ପାଇଁ ଲାଗୁ କରାଯାଇଛି। ଧାନ ମଣ୍ଡିରେ ଧାନ ପଞ୍ଜୀକରଣ ପ୍ରକ୍ରିୟା କେବେଠାରୁ ଆରମ୍ଭ ହେବ, ଏହାକୁ ନେଇ ସରକାରଙ୍କ ତରଫରୁ କ'ଣ ଘୋଷଣା କରାଯାଇଛି ଏବଂ କେଉଁ ନୂଆ ନିୟମଗୁଡ଼ିକ ଲାଗୁ କରାଯାଇଛି, ପ୍ରତ୍ୟେକ ଚାଷୀମାନେ ଜାଣିବା ନିହାତି ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଆପଣମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକରଣ କରୁଛନ୍ତି, ପ୍ରତ୍ୟେକ ବର୍ଷ ଆପଣମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କରୁଛନ୍ତି, ତାହେଲେ ଏହି ନିୟମଗୁଡ଼ିକ ଜାଣିବା ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ନଚେତ୍ ଆପଣମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କରିପାରିବେନି କିମ୍ବା ଧାନ ବିକ୍ରୟ କରିଥିବା ଟଙ୍କା ଆପଣମାନଙ୍କର ବ୍ୟାଙ୍କ ଖାତାକୁ ଆସିବ ନାହିଁ। ତ ସରକାରଙ୍କ ତରଫରୁ କ'ଣ ନୂଆ ନିୟମ ରହିଛି, କେବେଠାରୁ ଖରିଫ ଫସଲ ପାଇଁ ଆପଣମାନଙ୍କର ଧାନ ମଣ୍ଡିରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି, ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଛନ୍ତି, ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଯେଉଁ ନୂଆ ନିୟମ ଗୁଡ଼ିକ ଲାଗୁ କରାଯାଇଛି, ସେହି ନୂଆ ନିୟମ ଗୁଡ଼ିକ ବିଷୟରେ ତ ନିଶ୍ଚୟ ଜାଣିବା। ତ ବର୍ତ୍ତମାନ ଖବରରେ କ'ଣ ମେନସନ୍ ହୋଇଛି, ଆସନ୍ତୁ ଜାଣିବା। ଦେଖନ୍ତୁ, ଖବରରେ ମେନସନ୍ ରହିଛି 15ରୁ ଖରିଫ ଧାନ ସଂଗ୍ରହ ପଞ୍ଜୀକରଣ। ଆସନ୍ତା 15 ତାରିଖ ପାଖରୁ ଖରିଫ ଧାନ ସଂଗ୍ରହ ପଞ୍ଜୀକରଣ ଆରମ୍ଭ ହେବା ପାଇଁ ଯାଉଛି। ଚଳିତ ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କୁ ପଞ୍ଜୀକୃତ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ବୀର ବିକ୍ରମ ଯାଦବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କୁ ସୂଚିତ କରାଯାଉଛି ଯେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ସଚିବ ବୀର ବିକ୍ରମ ଯାଦବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଚାଷୀମାନେ କେମିତି ବିନା କୌଣସି ଅସୁବିଧାରେ ପଞ୍ଜୀକରଣ କରିପାରିବେ, ସୁରୁଖୁର ଭାବରେ କେମିତି ପଞ୍ଜୀକରଣ ପ୍ରକ୍ରିୟା ସମ୍ପାଦନ ହୋଇପାରିବ, ସେଥିପାଇଁ ଚିଠି ଲେଖିଛନ୍ତି। ଆହୁରି ମଧ୍ୟ ମେନସନ୍ ରହିଛି, ସରକାରଙ୍କୁ ଧାନ ବିକ୍ରୟ କରିବାକୁ ଆଗ୍ରହୀ ଥିବା ରାଜ୍ୟର ସମସ୍ତ ଚାଷୀମାନେ ସମବାୟ ବିଭାଗ ମାଧ୍ୟମରେ କିଭଳି ଏହି ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ ହେବେ, ତାହା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିଠିରେ ଉଲ୍ଲେଖ ରହିଛି ଯେ 15 ତାରିଖରୁ ଖରିଫ ଧାନ ସଂଗ୍ରହ ନିମନ୍ତେ କୃଷକ ପଞ୍ଜୀକରଣ ଆରମ୍ଭ କରାଯିବ। ନଭେମ୍ବର ପ୍ରଥମ ସପ୍ତାହରୁ ଆସନ୍ତା ବର୍ଷ ମାର୍ଚ୍ଚ 31 ପର୍ଯ୍ୟନ୍ତ ଖରିଫ ଧାନ ସଂଗ୍ରହ ଚାଲିବା ନେଇ ତାରିଖ ଧାର୍ଯ୍ୟ ହୋଇଛି। ଏହିଭଳି ସ୍ଥିତିରେ ଯୋଗ୍ୟ ଚାଷୀମାନେ କିଭଳି ପଞ୍ଜୀକୃତ ହୋଇପାରିବେ, ସେଥିପାଇଁ ଜିଲ୍ଲାପାଳମାନଙ୍କୁ ପାଖାପାଖି 4 ମାସର ସମୟ ସୀମା ଦିଆଯାଇଛି। ପଞ୍ଜୀକରଣ ଫର୍ମ ସମବାୟ ସ୍ତରରେ ଉପଲବ୍ଧ ହେବ। ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଫର୍ମ ଉପଲବ୍ଧ ହେବ। ଦେଖନ୍ତୁ, ଚଳିତ ମାସର ଖରିଫ ଧାନ ସଂଗ୍ରହ ପାଇଁ ଯେଉଁ ପଞ୍ଜୀକରଣ ପ୍ରକ୍ରିୟା ଆପଣମାନଙ୍କର 4 ମାସର ସମୟ ସୀମା ରହିଛି। ଯଦି ଆପଣମାନେ ଅଫଲାଇନ୍ ମାଧ୍ୟମରେ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକରଣ କରିବା ପାଇଁ ଚାହୁଁଛନ୍ତି, ଏହି ଫର୍ମଟି ଆପଣମାନେ ସମବାୟ ସ୍ତରରେ ପାଇପାରିବେ, ଯେଉଁଟାକି ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଫର୍ମ ଉପଲବ୍ଧ ହେବ। ଯଦି ଆପଣ ଅଫଲାଇନ୍ ମାଧ୍ୟମରେ ଆବେଦନ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନେ 31 ତାରିଖ ପୂର୍ବରୁ ଫର୍ମ ନେଇ ଆସିବେ, ନଚେତ୍ 31 ପରେ ଆପଣମାନେ ଫର୍ମ ପାଇପାରିବେ ନାହିଁ। ଆହୁରି ମଧ୍ୟ ମେନସନ୍ ରହିଛି, ନଭେମ୍ବରର ପ୍ରଥମ ସପ୍ତାହରୁ ଧାନ ସଂଗ୍ରହ ବ୍ୟାଙ୍କ ଖାତା ସହ ସବୁ ଚାଷୀଙ୍କୁ ଯୋଡ଼ିବାକୁ ହେବ ଆଧାର କାର୍ଡ। ଦେଖନ୍ତୁ, ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ଘୋଷଣା କରାଯାଇଛି ଯେ ଆପଣମାନଙ୍କର ବ୍ୟାଙ୍କ ଖାତାରେ ଆପଣମାନଙ୍କର ଆଧାର କାର୍ଡ ସହିତ ସଂଯୋଗ କରିବା ନିହାତି ଜରୁରୀ। ଯଦି ଆପଣମାନେ ଧାନ ବିକ୍ରୟ ଟଙ୍କା ଜଲ୍ଦି ପାଇବା ପାଇଁ ଚାହୁଁଛନ୍ତି, ବିନା କୌଣସି ଅସୁବିଧାରେ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନେ ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡକୁ ସଂଯୋଗ କରି ଡିବିଟିକୁ ସକ୍ରିୟ ରଖିବା ପାଇଁ ପଡ଼ିବ। ନଚେତ୍ ଆପଣମାନେ ଅନେକ ସାରା ଅସୁବିଧାର ସମ୍ମୁଖୀନ ହେବେ। ଠିକ୍ ସମୟରେ ଆପଣମାନଙ୍କର ଧାନ ବିକ୍ରୟ ଟଙ୍କା ଆପଣଙ୍କର ବ୍ୟାଙ୍କ ଖାତାକୁ ଆସିପାରିବେନି, ଆପଣମାନେ ଅନେକ ସାରା ଅସୁବିଧାର ସମ୍ମୁଖୀନ ହେବେ। ଏହି ସମୟ ସୀମା ମଧ୍ୟରେ ସମବାୟ ସମିତି ଗୁଡ଼ିକ ଫର୍ମ ଡାଉନଲୋଡ୍ କରି ଚାଷୀଙ୍କୁ ବଣ୍ଟନ କରିବେ କିମ୍ବା ସେମାନଙ୍କ ଉଦ୍ଦେଶ୍ୟରେ ମହଜୁଦ ରଖିବେ। ସେହିଭଳି ଆସନ୍ତା ଅଗଷ୍ଟ 16 ତାରିଖ ମଧ୍ୟରେ ପଞ୍ଜୀକରଣ ନିମନ୍ତେ ଆବଶ୍ୟକ ଡକୁମେଣ୍ଟେସନ ପ୍ରସ୍ତୁତି ରଖିବା ପାଇଁ ପଡ଼ିବ ଚାଷୀମାନଙ୍କୁ। ଧାନ ମଣ୍ଡିରେ ପଞ୍ଜୀକରଣ କରିବା ପୂର୍ବରୁ ଆପଣମାନଙ୍କର ଯେଉଁ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟସ୍ ଗୁଡ଼ିକ ରହିଛି, ସେ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟସ୍ ବିନା ଆପଣମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକରଣ କରିପାରିବେ ନାହିଁ। ସେହି ଡକୁମେଣ୍ଟସ୍ ଗୁଡ଼ିକୁ ଆପଣମାନେ
पंजीकरण करने पूर्व आपण माने रेडी करिक रखि थांतु। फॉर्म रो डिजिटलाइजेशन कार्य आसंता अगस्त 22 तारिख मध्य शेष करा जिवो। ଏହା ପରେ ସରକାରୀ ସ୍ତରରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ସେପ୍ଟେମ୍ବର 7 ସୁଦ୍ଧା ଯାଞ୍ଚ ରିପୋର୍ଟ ପ୍ରସ୍ତୁତି ରହିବ। ସେପ୍ଟେମ୍ବର 15 ସୁଦ୍ଧା ଆବଶ୍ୟକ ପରିବର୍ତ୍ତନ କରାଯିବ। 18 ତାରିଖ ସୁଦ୍ଧା ନିବନ୍ଧକ ସ୍ତରରେ ଏହି ତାଲିକାରେ ମୋହର ବାଜିବ। ସେହିଭଳି ସମବାୟ ସମିତି କାର୍ଯ୍ୟାଳୟ ଗୁଡ଼ିକରେ ଚାଷୀମାନେ ପଞ୍ଜୀକରଣ କରିପାରିବେ। ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିସ୍ତୃତ ମାର୍ଗଦର୍ଶିକା ଜାରି ହୋଇଛି। ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପ୍ରକ୍ରିୟାରେ ସର୍ବାଧିକ ଗୁରୁତ୍ୱ ଦେବାକୁ ବିଭାଗ ସ୍ତରରୁ ନିର୍ଦ୍ଦେଶ ରହିଛି। ଯାହା ଫଳରେ ଧାନ ବିକ୍ରୟ ପରେ ଚାଷୀମାନେ ବ୍ୟାଙ୍କ ଖାତାରେ ସିଧାସଳଖ ଭାବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅର୍ଥରାଶି ପାଇପାରିବେ। ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଯେଉଁ ନୂଆ ନିୟମ ଗୁଡ଼ିକ ରହିଛି ଆପଣମାନେ ଥରେ ନଜର ପକାନ୍ତୁ। ଯାହା ଖବରରେ ମେନସନ ରହିଛି, ପଞ୍ଜୀକରଣରୁ ବଞ୍ଚିତ ହେବେ ଭାଗ ଚାଷୀ ଓ ଜମିହୀନ ଚାଷୀ। ରାଜ୍ୟ ସରକାର ଚଳିତ ଖରିଫ ଋତୁ ପାଇଁ ଧାନ ବିକ୍ରୟ ନିମନ୍ତେ ଚାଷୀ ପଞ୍ଜୀକରଣରେ ନୂଆ ଗାଇଡଲାଇନ ଲାଗୁ କରୁଥିବା ବେଳେ ଏହାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଛି। ବିଶେଷ କରି ଭାଗ ଚାଷୀ, ବଂଶାନୁକ୍ରମରେ ଚାଷ କରୁଥିବା କୃଷକ ଏବଂ ନିଜ ନାମରେ ଜମି ନଥିବା ଚାଷୀମାନେ ପଞ୍ଜୀକରଣରୁ ବାଦ ପଡ଼ିପାରନ୍ତି ବୋଲି ବିଭିନ୍ନ କୃଷକ ସଂଗଠନ ଆଶା ପ୍ରକାଶ କରିଛନ୍ତି। ଏପରିକି ଏହାକୁ କୃଷକ ମାଣନୀତି ବୋଲି ବିରୋଧୀ ମହଲ ଅଭିହିତ କରିଛି। ସାଧାରଣତଃ ପ୍ରତିବର୍ଷ ଜୁଲାଇ 15ରୁ ଫ୍ୟାକ୍ସ ମାଧ୍ୟମରେ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଥାଏ। ମାତ୍ର ଚଳିତ ବର୍ଷ ଏହା ବିଳମ୍ବରେ ଆରମ୍ଭ ହେବା ସହ ସରକାର ନୂତନ ନିୟମାବଳୀ ଲାଗୁ କରିଛନ୍ତି। ଏହି ନିୟମ ଅନୁଯାୟୀ ଚାଷୀଙ୍କୁ କୃଷକ ରେଜିଷ୍ଟ୍ରି ସଂଖ୍ୟା ଆଧାରରେ ପଞ୍ଜୀକରଣ କରିବାକୁ ପଡ଼ିବ। ଫଳରେ ବହୁ ବର୍ଷ ଧରି ପୈତୃକ ଜମିରେ ଚାଷ କରୁଥିବା ହଜାର ହଜାର ପରିବାର ଗୁରୁତର ସମସ୍ୟାରେ ପଡ଼ିବେ ବୋଲି କୁହାଯାଉଛି। ଅନେକ କ୍ଷେତ୍ରରେ ଜମି ଏପର୍ଯ୍ୟନ୍ତ ମୃତ୍ୟୁ ଜେଜେବାପା କିମ୍ବା ଜେଜେବାପାଙ୍କ ନାମରେ ରହିଥିବା ବେଳେ ବର୍ତ୍ତମାନ ତୃତୀୟ ପିଢ଼ି ସେହି ଜମିରେ ଚାଷ କରୁଛନ୍ତି। ନୂଆ ବ୍ୟବସ୍ଥାରେ ସେମାନେ କିପରି ପଞ୍ଜୀକରଣ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଛି। ସେହିପରି ଯୁଗ୍ମ ମାଲିକାନାରେ ଥିବା ଜମି ଏବଂ ପରିବାର ମଧ୍ୟରେ ମାଲିକାନା ବିବାଦ ଥିବା ଜମିର ପଞ୍ଜୀକରଣ ମଧ୍ୟ ଜଟିଳ ହୋଇପାରେ। ଭାଗ ଚାଷୀଙ୍କ ପାଇଁ ମଧ୍ୟ ନୂଆ ନିୟମ ବଡ଼ ସମସ୍ୟା ସୃଷ୍ଟି କରିଛି। ପୂର୍ବରୁ ଜମି ମାଲିକଙ୍କ ସହମତି ପତ୍ର ଓ ଆଧାର କାର୍ଡ ଆଧାରରେ ସେମାନେ ପଞ୍ଜୀକରଣ କରିପାରୁଥିଲେ, କିନ୍ତୁ ବର୍ତ୍ତମାନ ଜମି ମାଲିକଙ୍କ ବାୟୋମେଟ୍ରିକ ଯାଞ୍ଚ କିମ୍ବା ପ୍ରତ୍ୟକ୍ଷ ଉପସ୍ଥିତିକୁ ବାଧ୍ୟତାମୂଳକ କରାଯାଇଥିବାରୁ ଭାଗ ଚାଷୀଙ୍କ ପାଇଁ ପଞ୍ଜୀକରଣ କରିବା ପ୍ରାୟ ଅସମ୍ଭବ ହୋଇପଡ଼ିବ ବୋଲି କୃଷକ ସଂଗଠନମାନେ ଅଭିଯୋଗ କରିଛନ୍ତି। କୃଷକ ନେତାଙ୍କ ମତରେ ଏହି ନୂଆ ଗାଇଡଲାଇନ କାର୍ଯ୍ୟକାରୀ ହେଲେ ରାଜ୍ୟର ପ୍ରାୟ 50% ଚାଷ ଜମି ପଞ୍ଜୀକରଣରୁ ବାଦ ପଡ଼ିପାରେ। ଫଳରେ ଅନେକ ପ୍ରକୃତ ଚାଷୀ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ଅର୍ଥାତ୍ MSPରେ ଧାନ ବିକ୍ରୟ କରିବାର ସୁଯୋଗ ହରାଇବେ। ଏହା ସେମାନଙ୍କ ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇବ ବୋଲି ସେମାନେ କହିଛନ୍ତି। ବିଭିନ୍ନ କୃଷକ ସଂଗଠନ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଧାନ କ୍ରୟର ପରିମାଣ କମାଇବା ଉଦ୍ଦେଶ୍ୟରେ ଏହିଭଳି କଠୋର ନିୟମ ଆଣିଛନ୍ତି। ସରକାର ତୁରନ୍ତ ପୁରୁଣା ପଦ୍ଧତିରେ ପଞ୍ଜୀକରଣ ବ୍ୟବସ୍ଥା ପୁନଃ ଚାଲୁ ନ କଲେ ସାରା ରାଜ୍ୟରେ କୃଷକ ଆନ୍ଦୋଳନ ଆରମ୍ଭ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।